ମୁଁ ହଉଛି କମାଣ୍ଡର କୃଷକ ଲଖନ ଦାସ ICS। ମୁଁ ଆର ପ୍ରତିଷ୍ଠାତା ଫାଉଣ୍ଡର ଆଣ୍ଡ ଚିଫ ଫଙ୍କସନାରୀ। ଇଏ 34 ବର୍ଷ ଧରି ରଥଯାତ୍ରାରେ ସେବା କରିକି ଚାଲିଛନ୍ତି। ସେଇ ପ୍ରୋସେସରେ A ଠୁ Z ପର୍ଯ୍ୟନ୍ତ ସମସ୍ତ ପ୍ରକାର ସେବା ଯୋଗାଇ ଦଉଛନ୍ତି। ଏଠି ଝିଅ ଅଛନ୍ତି, ପୁଅ ଅଛନ୍ତି, ସବୁ ପ୍ରକାର ଲୋକମାନଙ୍କୁ ନେଇ ଠେଙ୍ଗା ବାହିନୀ ସୃଷ୍ଟି। ଇମ୍ପସିବିଲିଟି ୱାର୍ଡ who doesn't find in ଠେଙ୍ଗା ବାହିନୀ ଲାଇଫ ଡିକ୍ସନାରୀ। ମତେ ଯୋଉ ମୁଁ ଦେଖୁଛନ୍ତି ମୋର ଯୋଉ 1.5 ଲକ୍ଷ ସୋଲଜର ସାରା ପୃଥିବୀରେ ଅଛନ୍ତି ସେ ସେଇଭଳିଆ କାମ କରୁଛନ୍ତି। ପ୍ରତ୍ୟେକ ଜାଗାରେ ଜଣେ ଜଣେ ସୋଲଜର ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ଯେ ବିନା ପଇସାରେ ଯୋଉଟା ଆମର ପେମେଣ୍ଟ ନାହିଁ, ପ୍ରମୋସନ ନାହିଁ, CCR ନାହିଁ, ଟ୍ରାନ୍ସଫର ନାହିଁ, ରିଟାୟାର୍ଡ ନାହିଁ। ଆମେ वी आर नॉट पुलिस, आमे पुलिस नु किंतु आमे होचु ଲୋକମାନେ ଆଉ ଯୋଉ पुलिस ଅଛନ୍ତି ତାଙ୍କ ଭିତରେ ବ୍ରିଜ। ଆମେ होचु फॉर द कम्युनिटी ऑफ द कम्युनिटी बाय द कम्युनिटी। ସେଥି ପାଇଁ ଆଜି ଏଇ ଜିନିଷଟା କରିଥିଲୁ ସାରା ବିଶ୍ୱରେ ଡାକି କିଣି ଘରେ ଘରେ ପରିଚିତ। ଆଜି 9ଟା କଣ୍ଟ୍ରି ମୁଁ ଯାଇଛି ଫର ଦିସ୍ କଜ୍। ଜଣେ ସାଧାରଣ ଲୋକକୁ ଜଣେ ସାଧାରଣ ଲୋକ ସାହାଯ୍ୟ କରିବ। ଏଥିରେ ଏଟା 8/12/99 ମସିହାରେ ଗେଜେଟ ରେ ନୋଟିଫିକେସନ ହେଇଛି ଏଇ ଜିନିଷଟା। ଆରି ଆମର ପ୍ରତିବର୍ଷ ଆମର ହଉଛି 1000 ରୁ 1600 ପର୍ଯ୍ୟନ୍ତ ପିଲା ଆସୁଛନ୍ତି। କିନ୍ତୁ ଆମର ଏଥିରେ କାପାସିଟି ନାହିଁ ରଖିବା ପାଇଁ କି ଆମକୁ ଯୋଉଟା ଆଲଟମେଣ୍ଟ ଯୋଉ ସ୍କୁଲ ଦଉଛନ୍ତି ସେଟା ହଉନାହିଁ। ଆମ ଯୋଉ ବିଶ୍ୱମ୍ବର ବିଦ୍ୟାପୀଠ ହେଇଥିଲା ସେଠି ଆମେ 12 ବର୍ଷ ରହିଲୁ, ସେଇଟା ସୁଇଟେବୁଲ ହଉଥିଲା। ଏଟା ହଉଛି ଆପଣଙ୍କର ପାଲି ସ୍କୁଲ, LP ସ୍କୁଲ। ଏଠି ମାନେ ଆସ୍ତେ ଆସ୍ତେ ଆମେ ପୁରୀର ସବୁ ଜାଗାରେ ରହିଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେତିକି ପିଲା କାପାସିଟି, ଯେତିକି କଷ୍ଟ ସହିଷ୍ଣୁ ପିଲା ଅଛନ୍ତି, ଯୋଉମାନେ ସିଜି କିଣି ଆସିଛନ୍ତି ଗ୍ରାସ ରୁଟ ଲେବୁଲରୁ, ଏମାନେ ଏଇ ବାଲିରେ ଶୋଉଛନ୍ତି, ସେଇମାନେ ଆସ୍ତେ ଆସ୍ତେ ରହୁଛନ୍ତି, ଆସ୍ତେ ଆସ୍ତେ କମି ଯାଉଛନ୍ତି। ଯେତେବେଳେ ଏମାନେ ଯାଉଛନ୍ତି ଯୁଦ୍ଧ କରିବା ପାଇଁ, ଯୁଦ୍ଧ କାହା ସାଙ୍ଗରେ ନା ଅନ୍ୟାୟ, ଦୁର୍ନୀତି, ଅଧର୍ମ ଏବଂ ଯୋଉ ଦୁର୍ବଳ ଅଛି। ଯେତେବେଳେ ମାନେ ପୁରୀର ପ୍ରତ୍ୟେକ ଲୋକ ସୁପ୍ତ ଆଉ ସେତେବେଳେ ଜାଗ୍ରତ ପ୍ରହରୀ ଭଳିଆ ଏଇ ରାତି ସାରା ହୁଇସିଲ ମାରିକି ବଡଦାଣ୍ଡରେ ବୁଲନ୍ତି। ସେଥିପାଇଁ ଆମକୁ ବହୁତ ଉପାଧିରେ ଦିଆଯାଇଛି। କିନ୍ତୁ ତଥାପି ଇଏ ମୋର ବୟସ 87 ବର୍ଷ ହେଲାଣି। ସେଇ 87 ବର୍ଷର ଲୋକ ମୁଁ ଏଠି ପଡି ରହିଛି। ମୁଁ କାଳିଆକୁ ଦର୍ଶନ କରିବାକୁ ଆସିନାହିଁ, ମୁଁ ଆସିଛି କାଳିଆଙ୍କର ଯିଏ ସେବକ ତାଙ୍କର ସେବା କରିବାକୁ ଆସିଛି। ମୁଁ ହେଲି ୱାଚମ୍ୟାନ। ମୁଁ ଯୋଉ ପ୍ରଥମ ପରିଚୟ ଦେଇଥିଲି ସେଟା ଥିଲା, ବର୍ତ୍ତମାନ ୱାଚମ୍ୟାନ। ଏଇ ଜାଗାଟାକୁ ଜଗିବ କିଏ? ଜାଗାଟାକୁ ଜଗିବା ଦରକାର, ସମସ୍ତେ ତ ପଳେଇବେ। ଯେତେ ଏଇଟା ହସ ଲାଗୁଛି ଯେ ଅଲମାଇଟ୍ ଆଣ୍ଡ ଓମନିପ୍ରେଜେଣ୍ଟ ମୁଁ ଲେଖିଛି ସେଠି। ମୋ ଦେଖି ଅନୁଭୂତି, ମାନେ ମୋର ଅନୁଭୂତି ମୁଁ ସେଠି ଲେଖିଛି ଯେ ମାନେ ସିଏ ଅଲମାଇଟ୍ ଆଣ୍ଡ ଓମନିପ୍ରେଜେଣ୍ଟ। ସିଏ ଯେତେବେଳେ ସିଏ ହଉଛନ୍ତି ସୁପ୍ରିମ କମାଣ୍ଡର। ମୁଁ ମୋ 14 ପୁରୁଷ ଉପରେ ସିଏ ଅଛନ୍ତି, ମାନବ ସମାଜ ଉପରେ ଅଛନ୍ତି, ସ୍ୱର୍ଗ ମର୍ତ୍ତ୍ୟ ପାତାଳର ଶ୍ରୀ ଦେବତା। ସିଏ ଯେତେ ଦିନ ପର୍ଯ୍ୟନ୍ତ ମତେ ଡାକୁଥିବେ ମୁଁ ସେତେ ଦିନ ପର୍ଯ୍ୟନ୍ତ ଆସୁଥିବି। ମୁଁ କହିପାରିବିନି ମୁଁ କେତେ ଦିନ ଆସିବି, ମୁଁ କହିପାରିବିନି ଏ କାମ କିଏ କରୁଛି, ମୁଁ କହିପାରିବିନି କିଏ ଖାଇବାକୁ ଦଉଛି, ମୁଁ କହିପାରିବିନି କିଏ ପଇସା ଦଉଛି, ମୁଁ କିଛି କହିପାରିବି ନାହିଁ। ପଚାରିବେ ଯଦି ସିଏ ହଉଛନ୍ତି ମାଲିକ, ସିଏ ହଉଛନ୍ତି ମାଲିକ। ଅତ୍ୟାଚାର ବି କରୁଛନ୍ତି, କଣ କହିବେ ସେ ବିଷୟରେ ଆଜ୍ଞା? ହସ ଲାଗୁଛି। ଜଗନ୍ନାଥ ସଦାବେଳେ ଦୁର୍ବଙ୍ଗ ସପକ୍ଷରେ ଥାନ୍ତି। ଯେତେବେଳେ ଆକୁ ପଡିଥିଲା ହରିଣୀକୁ ବିପଦ ପଡିଥିଲା, ଯେତେବେଳେ ଚାରିପଟେ ଯାକ ଜଳୁଥିଲା ସେତେବେଳେ କିଏ ତାକୁ ସାହାଯ୍ୟ କରିଥିଲା? ଯେତେବେଳେ ଗଜକୁ ପଡିଥିଲା ସେତେବେଳେ କିଏ ସାହାଯ୍ୟ କରିଥିଲା? ଗଜ ସେତେବେଳେ ଦୁର୍ବଳ ହେଇଯାଇଥିଲା, ଯୋଉ ମାନେ ଟାଣୁଥିଲା କୁମ୍ଭୀର ସେ ସବଳ ଥିଲା, ତାକୁ କିଏ ସାହାଯ୍ୟ କରିଥିଲା? ସେଇଭଳି ଭାବରେ ଏଇ ଯୋଉ ଠେଙ୍ଗା ବାହିନୀ, ଇଏ ପୋଲିସ ନୁହନ୍ତି, ତାଙ୍କର CCR ନାହିଁ ଯେ କିଏ ଟ୍ରାନ୍ସଫର କରିଦବ। ଇଏ ହଉଛନ୍ତି ନିଜେ ଇଚ୍ଛାରେ ଏଥିରେ ଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କୁ କିଏ ମୁଁ ଡାକି ନାହିଁ। ଜଗନ୍ନାଥ ଯେମିତି 14 ଲକ୍ଷ ଲୋକଙ୍କୁ ଡାକି ନାହାନ୍ତି, ସେମିତି ମୋର ଯୋଉ 1.5 ଲକ୍ଷ ସୈନ୍ୟ ଅଛନ୍ତି ମୁଁ ଆଙ୍କୁ ଡାକି ନାହିଁ। ସେମାନେ ସ୍ୱଇଚ୍ଛାରେ ରଥଯାତ୍ରାକୁ ଆସୁଛନ୍ତି। ଆଜି 34 ବର୍ଷ ହେଲା ବୀର ଦର୍ପରେ ବିଭିନ୍ନ ଆଡୁ ସ୍ୱେଚ୍ଛାସେବୀ ଝିଅ ପୁଅ ଆସିକି ଏଠି କାମ କରୁଛନ୍ତି। କିଏ ଆମକୁ ଦଉ ନ ଦଉ ସେ କଥା ନୁହଁ, ଆମେ ଦୁର୍ବଳର ଜଗନ୍ନାଥଙ୍କର ସୈନିକ। ସିଏ ଯୋଉ ଲୋକ ଦୁର୍ବଳ ହେଇପଡିଛି, ହଇରାଣ ହଉଛି, ଯେକୌଣସି ହଇରାଣ ଯେକୌଣସି ଅସୁବିଧାରେ ପଡିଥିଲେ ରାତି ଅଧରେ ଯିବୁ। ଆମେ ପୋଲିସ ନୁହଁ ଯେ ଦରମା ପାଉଛୁ, ସରକାରର ଇଏ ରହିଛୁ, ଆମେ ନିଜ ସ୍ୱଇଚ୍ଛାରେ କାମ କରୁଛୁ। ମାଗି ମାଗି ଏ ଲୋକମାନଙ୍କୁ ଆମେ ଖାଇବାକୁ ଦଉଛୁ। ମାନେ ଇଏ ସମାଜରେ ବହୁତ ଦେଲା ଲୋକ ଅଛନ୍ତି, ବହୁତ ଖାଇବା ଲୋକ ଅଛନ୍ତି,
କିନ୍ତୁ ଖାଇବା ଲୋକ ବେଶୀ, ଦବା ଲୋକ ଜଣେ। ଏଇ ଯୋଉ ହେଲା ସେ ଅସୁବିଧା ସବୁ ହଉଛି ଦୁର୍ବଳ ଲୋକଙ୍କ ଉପରେ ସବୁବେଳେ ଅତ୍ୟାଚାର, ଯୋଉ ଚଢିଗଲେ ଲୋକ ସେଠି ମଲେ, ସେଇଟାକୁ ହଉଛି ଦୁର୍ବଳ ଲୋକ ଉପରେ ସବଳର ଅତ୍ୟାଚାର। ସେଇ ଯୋଉ ଦୁର୍ବଳ ଲୋକମାନେ ମଲେ, ସବଳ ଲୋକମାନେ ଚାଲିଲେ। ସେଇଦିନ ମୁଁ ନାଇଁ 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 ଆମେ ସେଇଦିନ ଥିଲୁ ଯୋଉଠି ସ୍ପଟ ହେଲା, ଆମେ ରାତିରେ ଡ୍ୟୁଟି କରୁଥିଲୁ। କିନ୍ତୁ ସେଇଠି କଣ ହେଲା, ସେଇଠି ହେଲା ଯେ ଯେତେବେଳେ ଲୋକମାନେ ଦୁର୍ବଳ ଲୋକମାନେ ଦର୍ଶନ କରିବା ପାଇଁ ଅଛନ୍ତି, ଡିକ୍ଲେୟାର ହେଲା 4:30କୁ ହବ। ଏଇଟା ମଣିଷ କୃତ୍ୟ, ଏଟା ଇଏ କିଛି ନୁହଁ, ମଣିଷ କୃତ୍ୟ। ଆମେ ଯେତେବେଳେ ସେଠି ଉଦ୍ଧାର କରିବାକୁ ଯାଇଛୁ, ଆମେ ସ୍ପଟ ଉପରେ ଥିଲୁ 4:30ରେ, ଆମେ ଗୋଟାକରୁ ଯାଇଛୁ, ଗୋଟାକରେ ଏସପି ଗଲେ, ତାପରେ ଆମ୍ବୁଲାନ୍ସ ଆସୁଛି, ବିଭିନ୍ନ ଘଟଣା ତା ଭିତରେ ଘଟୁଛି। ସେଟା ସବୁ ମଣିଷ କୃତ୍ୟ, କିଛି ନଥିଲେ କିଛି ନାହିଁ। କିନ୍ତୁ ଏଇ ଯୋଉ ଦୁର୍ବଳ ସର୍ବଳ କଥା କହିଲେ, ସେଇଟା ହେଲା ସେଇଠି ଘଟିଲା, ଯାହା ଫଳରେ ଦୁର୍ବଳ ଲୋକମାନେ ମଲେ, ସବଳ ଲୋକମାନେ ନିନ୍ଦିମ ପିଟିଲେ ଯେ ଆମେ ଠାକୁରଙ୍କୁ ଦର୍ଶନ କରି ଆସିଲୁ। ଦେଖ ମୋର ଯୋଉ 87 ବର୍ଷର ଲୋକ, ମୁଁ କହୁଛି ଯା ଯେତେ ଦିନ ପର୍ଯ୍ୟନ୍ତ ଥିବ, ଦିନେ ନା ଦିନେ ମହିମଣ୍ଡଳରେ କେହି ଆସିବେ। ଶ୍ରୀକୃଷ୍ଣ ଅବତାର ଯୋଉ 10 ଅବତାର ହେଇଛନ୍ତି, ସେ ଅବତାର ମାନେ ଦୁଃଖ ପାଉଛନ୍ତି। ସେମିତି କଳି ଯୁଗରେ ଏଇ ଯୋଉ ଠେଙ୍ଗା ବାହିନୀ ହେଇଛି, ଏଇଟା ହଉଛି କଳିଙ୍ଗ ଅବତାର। ଯୋଉ ଠେଙ୍ଗା ବାହିନୀ ହଉଛି କଳିଙ୍ଗ ଅବତାର। ଯୋଉ 12 ହାତ ଠେଙ୍ଗା ବୁଲିବ, ଯୋଉ ଖଣ୍ଡା ବୁଲିବ, ତାଙ୍କ ହାତରେ ସବୁ ଖଣ୍ଡା ଅଛି। ଠେଙ୍ଗା ଠେଙ୍ଗା ହଉଛି ଖଣ୍ଡା। ସେଇ କଳିଙ୍ଗ ଅବତାର ଜଗନ୍ନାଥକୁ ସୃଷ୍ଟି କରୁଛନ୍ତି। ମୁଁ ଥାଏ ବା ନଥାଏ, ମୁଁ ମରିଯାଇପାରେ, କାରଣ ମୁଁ ମଣିଷ, ମୁଁ ଆଜି ଅଛି କାଲି ମରିଯାଇପାରେ। କିନ୍ତୁ ଏଇ ଯୋଉ ଠେଙ୍ଗା ଅଛି, ଏ ଠେଙ୍ଗା ବାହିନୀ ଆ ନା କମ୍ୟୁନିଟି ପୋଲିସ ହେଲେ ମଧ୍ୟ ତାକୁ ଠେଙ୍ଗା ବାହିନୀ ବୋଲି ସେ ଡାକୁଛନ୍ତି ଲୋକମାନେ, ନିକ୍ ନେମ୍ ଆମର। ସେଥିପାଇଁ ଏମାନେ ଦୁର୍ବଳ ଉପରେ ଯୋଉଠି ଅତ୍ୟାଚାର ହବ, ସେଇ ଗାଁ ଗ୍ରାସ ରୁଟ ସେମାନେ ଏମାନେ ଅତ୍ୟାଚାରକୁ ଇଏ କରିବେ। ଏଠି ଦେଖନ୍ତୁ, ଏମାନେ ଆଦିବାସୀ ରେଜିମେଣ୍ଟ କରିଛନ୍ତି, 2 ଜଣ ଝିଅ, ଗୋଟେ ମାନେ ଆଦିବାସୀରୁ ସେମାନେ ଯୋଉ ଅତ୍ୟାଚାର ହଉଛନ୍ତି, ତା ବିରୁଦ୍ଧରେ ଏମାନେ ଲଢେଇ କରୁଛନ୍ତି। ଏମାନେ କହୁଛନ୍ତି ବିଭିନ୍ନ ଆଡୁ ଆସିଛନ୍ତି, ସେମାନେ ଦୁର୍ବଳ ଉପରେ ତାଙ୍କ ଗାଁରେ ହଉଛି, ପ୍ରଥମ ତାଙ୍କ ଗାଁରୁ ଇଏ କରୁଛନ୍ତି। ଯେତେବେଳେ ପୋଲିସ ହେଲା, ସେତେବେଳେ ରବର୍ଟ ପେଲ କହିଛନ୍ତି ଯେ ଫାଦର ଅଫ ପୋଲିସ, ସେ କହିଛନ୍ତି ପୋଲିସ ଇଜ ପବ୍ଲିକ, ପବ୍ଲିକ ଇଜ ପୋଲିସ। ସେଇ ଯୋଉ ଟାକୁ ଆମେ ନେଇକି କାମ କରୁ। 60 ବର୍ଷ, ଆଜିକି 60 ବର୍ଷ ହେଲା ଠେଙ୍ଗା ବାହିନୀ ସୃଷ୍ଟି ହେଇଛି ବଳଦକୁ ଜଗିବା ପାଇଁ, ନଟ୍ ଫର ମ୍ୟାନ। ଭବିଷ୍ୟତ ହଉଛି ଡାର୍କ, ଅନ୍ଧାର। ସେ ବିଷୟରେ କଣ କରିବେ, ଜଗନ୍ନାଥଙ୍କୁ ପଚାରିଲେ ସେ କହିବେ, ମୁଁ କହିପାରିବିନି, ମୁଁ ମଣିଷ। ଏଇଆ ଯେ ଦିନେ ହବ, ସେ କଥା ଭାବିକି କରିନଥିଲୁ। ଆମ ଘର ହେଲା ଦୁର୍ଗାପୁର, ଯାଜପୁର ଜିଲ୍ଲା। ମୁଁ ଗୋଟେ 5 ଜଣ ଯୁବକଙ୍କୁ ନେଇ କହିଥିଲି, ଆଜି ସାରା ବିଶ୍ୱ ଇଣ୍ଟରନ୍ୟାସନାଲ ଠେଙ୍ଗା ବାହିନୀ ହେଇଗଲା, ବିଶ୍ୱ ଠେଙ୍ଗା ବାହିନୀ ହେଇଗଲା, ଇଣ୍ଟରନ୍ୟାସନାଲ କମ୍ୟୁନିଟି ପୋଲିସ ହେଇଗଲା। ମୁଁ ସ୍ୱପ୍ନରେ ଭାବିନଥିଲି। ସେନେ ଆପଣ ମାନେ ଜଗନ୍ନାଥଙ୍କୁ ପଚାରନ୍ତୁ, ସିଏ ଯଦି କହିବେ ଏଟା ହେଲା କଣ କରିବେ। ଭବିଷ୍ୟତ ଯଦି ମୁଁ ଜାଣିଥାନ୍ତି, ମୁଁ ଏଠି ମଶା କାମୁଡାରେ ପଡି ଯାଇଥାନ୍ତି। ଆଉ ଗୋଟେ କଥା ଯିବା, ଆଜିକା ଦିନରେ ଆପଣ ବହୁତ ଦିନ ହେଲା ସେବା କରି ଆସୁଛନ୍ତି, 87 ବର୍ଷ ହେଲାଣି, କିନ୍ତୁ ଆପଣଙ୍କ ତରଫରୁ କିଛି ସାହାଯ୍ୟ ସହାନୁଭୂତି ସରକାରଙ୍କ ତରଫରୁ ମିଳୁନି। କିଛି ଆମକୁ ସରକାର କୌଣସି ସାହାଯ୍ୟ କରନ୍ତିନି। ଯାହାକୁ କହିଲ ବାବୁ, ସିଏ ମାଗିବ କଣ ଦବୁ, ସେଥିଲାଗି ଆମକୁ ସେ ଜିନିଷ ଜାଣିଛି। ସେ ସରକାର ନୁହଁ, ରହିବା ପାଇଁ ଗୋଟେ ଭଲ ଜାଗା ଦରକାର। ରହିବା ପାଇଁ ଭଲ ଜାଗା ଦରକାର। ଆମକୁ ତମ ସେ କଣ ମଣିଷ ନୁହନ୍ତି? ଆମେ ବାରମ୍ବାର କଣ କହିବୁ? ଆମକୁ ଯୋଉଥିରେ ଯାହା ଦେଲେ, ଆମେ ସେଇମାନଙ୍କର ଯୋଉ ଲୋକମାନଙ୍କର ଆସୁଛନ୍ତି, ଯାହାଙ୍କର ଉପକାର କରିଦେଲୁ, ସେଇମାନେ ହିଁ ସାହାଯ୍ୟ କରୁଛନ୍ତି ଆମକୁ। ଯେ ଏମାନେ ଯଦି ପବ୍ଲିକ ଫର ଦି କମ୍ୟୁନିଟି, ଅଫ ଦି କମ୍ୟୁନିଟି, ବାଇ ଦି କମ୍ୟୁନିଟି, ସେଇ ଲୋକମାନେ ସାହାଯ୍ୟ କରୁଛନ୍ତି। ଇଏ ଯୋଉମାନେ ଆସୁଛନ୍ତି ମାଗଣା ଆସୁନାହାନ୍ତି, ଏମାନେ ତାଙ୍କ ଘରୁ ଚାଉଳ, ଚୁଡା, ଯାହା ଯାହା ଘରେ ଅଛି ତାଙ୍କୁ କୁହାଯାଇଛି ତମେ ଧରିକି ଆସିବ। କୋରାପୁଟରୁ ଆସିଛି, କିଏ କଳାହାଣ୍ଡିରୁ ଆସିଛି, କିଏ ମାଲକାନଗିରିରୁ ଆସିଛି, ତା ଘରେ ମାଟି ଆଳୁ ଅଛି, 4ଟା ମାଟି ଆଳୁ ଆଣିଲା। ସେମିତି ସମସ୍ତେ ଦାନ କରୁଛନ୍ତି। ଇଏ ଆଜି ସକ୍ସେସ। ଆମର ଖାଇ ପିଇକି ସେଇ ସୈନିକ ମାନେ ଖାଉଛନ୍ତି, ସେଇ ସୈନିକ ମାନେ ଦଉଛନ୍ତି।